ଭାଇମାନେ କଟୁ ଲାଗିପାରେ କିନ୍ତୁ କଥାଟା ସତ। ଯେଉଁ ମଣିଷକୁ ଭାଇମାନେ ସତ କହିବାର ଅଭ୍ୟାସ ଥାଏ ନା, ସେ କେଉଁଠି ବି ନିଜକୁ ଆଡ଼ଜଷ୍ଟ କରିପାରେ ନାହିଁ। ନା ସମାଜରେ, ନା ପରିବାରରେ, ନା ଅଫିସରେ, ନା ସମ୍ପର୍କୀୟମାନଙ୍କ ପାଖରେ। କଥା କଟୁ ଲାଗିପାରେ କିନ୍ତୁ ସତ। ଗୋଟିଏ ଥର କେଉଁ ମଣିଷ ଉପରୁ ଭରସା ଉଠିଗଲେ ସେ ମଣିଷ ବିଷ ଖାଉ ଅବା ପ୍ରତିଜ୍ଞା କରୁ ତାହା କିଛି ଫରକ ପକାଇ ନଥାଏ। ପଇସା ସେହି ସାବୁନ ଅଟେ ଯାହା ବର୍ତ୍ତମାନ ଦୁନିଆର ସବୁ ଦାଗକୁ ସଫା କରି ଦେଇଥାଏ। କଥା କଟୁ ଲାଗିପାରେ କିନ୍ତୁ ସତ। ଝିଅ ପସନ୍ଦ କରାଯାଏ ସୁନ୍ଦରତା ଆଉ ଧନ ସମ୍ପତ୍ତି ଦେଖିକି, କିନ୍ତୁ ସଂସ୍କାର ଆଉ ଗୁଣ ବିବାହ ପରେ ଦେଖାଯାଇଥାଏ। ତାସରେ ଥିବା ଜୋକର ଆଉ ନିଜ ଲୋକଙ୍କ ଟକ୍କର ସବୁବେଳେ ବାଜି ଓଲଟାଇ ଦେଇଥାଏ। ଯେଉଁଠି ବୁଦ୍ଧିମାନ ହେବା ଦ୍ୱାରା ନିଜ ଖୁସିକୁ ହରାଇବାକୁ ପଡ଼ୁଛି, ସେଇଟାରେ ବୋକା ହୋଇ ରହିବା ଭଲ। ସମ୍ପର୍କ ବଡ଼ ବଡ଼ କଥା କହିଲେ ନୁହେଁ, ଛୋଟ ଛୋଟ କଥାକୁ ବୁଝିବା ଦ୍ୱାରା ଅଧିକ ମଜବୁତ ହୋଇଥାଏ। ଆଇନାର ମୂଲ୍ୟ ହୀରାଠାରୁ କମ୍ ହୋଇପାରେ, କିନ୍ତୁ ହୀରା ପିନ୍ଧିବା ପରେ ପ୍ରଥମେ ଆଇନାକୁ ଖୋଜା ଯାଇଥାଏ। ଗଛ ପରି ଏ ଜୀବନ ହୋଇଗଲାଣି ଭାଇମାନେ। ଲୋକ ଭାଙ୍ଗିକି ଫଳ ଖାଉଛନ୍ତି, ପତର ବି ମାରୁଛନ୍ତି। ଲୋକ ବିପି ଡରରେ ଲୁଣ ଖାଇବା ଛାଡ଼ି ଦେଉଛନ୍ତି, ଡାଇବେଟିସ୍ ଡରରେ ମିଠା ଖାଇବା ଛାଡ଼ି ଦେଉଛନ୍ତି, କିନ୍ତୁ ଭଗବାନଙ୍କ ଡରରେ କାହାକୁ ନିଚା ଦେଖାଇ ବା କାହାର ହକ୍ ଚଢ଼େଇକି ଖାଇବାର ଛାଡ଼ୁନାହାନ୍ତି। ଶ୍ରୀକୃଷ୍ଣ କୁହନ୍ତି, ଯାହା ମିଳିବା ଭାଗ୍ୟରେ ଥାଏ ତାହା ତୁମକୁ ଦିନେ ନା ଦିନେ ମିଳିଯାଇଥାଏ। ଯେଉଁ କଥା ବିଷୟରେ ଆପଣ ସମ୍ପୂର୍ଣ୍ଣ ଜାଣିନାହାନ୍ତି ସେ କଥା କେବେ ବି କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। କାହିଁକି ନା ଅଧା ଅଧୁରା ସତ୍ୟ ମିଛଠାରୁ ବି ଅଧିକ ବିପଦପୂର୍ଣ୍ଣ ହୋଇଥାଏ। କିଛି ସମ୍ପର୍କ ଦ୍ୱାରା ଖୋଲି ଦେଇଥାନ୍ତି, ମନରେ ହେଉ ଅବା ଆଖିରେ। ଆଜିକାଲିର ଲୋକ ଭାଇମାନେ ପଇସା ଦେଖିକି ସମ୍ପର୍କ ବନାଇଥାନ୍ତି, ଗରିବୀ ଦେଖିଲେ ମୁହଁ ମୋଡ଼ି ଦେଇଥାନ୍ତି। ଏହା କେମିତି କଳି ଯୁଗ ଅଟେ ଭାଇମାନେ। ବ୍ୟାଙ୍କ ବାଲା ପେନ୍କୁ ବାନ୍ଧିକି ରଖୁଛନ୍ତି, ମେଡ଼ିକାଲ ବାଲା କଇଁଚି ବାନ୍ଧିକି ରଖୁଛନ୍ତି, ହୋଟେଲ ବାଲା ଗ୍ଲାସ୍ ବାନ୍ଧିକି ରଖୁଛନ୍ତି, ଜେରକ୍ସ ବାଲା ଷ୍ଟାପ୍ଲର ବାନ୍ଧିକି ରଖୁଛନ୍ତି, ଆଉ କଚେରୀରେ ଚୌକି ବନ୍ଧା ହୋଇ ରଖାଯାଉଛି। ରେଲ ବାଲା ଟଏଲେଟରେ ମଗ ବାନ୍ଧିକି ରଖୁଛନ୍ତି, ବଡ଼ ବଡ଼ିଆ ଲୋକ କୁକୁର ବାନ୍ଧିକି ରଖୁଛନ୍ତି, ଝିଅମାନେ ନିଜ ମୁହଁ ବାନ୍ଧିକି ରଖୁଛନ୍ତି, ଆଉ ସ୍ତ୍ରୀ ନିଜ ସ୍ୱାମୀକୁ ବାନ୍ଧିକି ରଖୁଛି। ଏଠି କାହାକୁ କାହା ଉପରେ ଭରସା ନାହିଁ। କଟୁ ଲାଗିପାରେ ଭାଇମାନେ କିନ୍ତୁ କଥାଟି ସତ୍ୟ। ଖରାପ ହୋଇକି ବି ଯିଏ ଖରାପ ନୁହେଁ ସିଏ ପୁରୁଷ, ଠିକ୍ ଥାଇକି ବି ଯିଏ ଭୁଲ ସିଏ ହିଁ ନାରୀ। କଲରାଠାରୁ ବି ପିତା ଲୋକ ବିପଦରେ କାମରେ ଆସିଥାନ୍ତି। ଚିନିଠାରୁ ଅଧିକ ମିଠା ଲୋକ ହିଁ ବିପଦରେ ଧୋକା ଦେଇଥାନ୍ତି। ଜୀବନରେ କେବେ ବି କାହାକୁ କମ୍ ଭାବିବ ନାହିଁ। ସାରା ଦୁନିଆକୁ ବୁଡ଼ାଇ ଦେବାର କ୍ଷମତା ରଖୁଥିବା ସମୁଦ୍ର ସାମାନ୍ୟ ତେଲର ବନ୍ଧୁତାକୁ ବୁଡ଼ାଇ ପାରିନଥାଏ। ଯାହା ତୁମ ଭାଗ୍ୟରେ ଥିବ ତାହା ଚାଲିକି ଆସିବ, ଆଉ ଯାହା ନଥିବ ତାହା ଆସିକି ବି ଚାଲିଯିବ। ସାକ୍ଷାତ କରିବା ବି ଜରୁରୀ ଭାଇମାନେ, ସମ୍ପର୍କକୁ ଅତୁଟ ବନାଇବା ପାଇଁ। ନହେଲେ ଲଗେଇକି ଭୁଲିଯିବା ଦ୍ୱାରା ଗଛ ବି ଶୁଖି ଯାଇଥାଏ। ଜୀବନ ନା କାଲିରେ ଅଛି ନା ଆଜିରେ ଅଛି, ଏ ଜୀବନ ତ ଖାଲି ବର୍ତ୍ତମାନରେ ଅଛି। ଅନୁଭବ ହିଁ ଜୀବନ ଅଟେ। ଗଛରୁ ଖସୁଥିବା ପତ୍ର ବି ଭାଇମାନେ ଆମକୁ ବହୁତ ବଡ଼ ଶିକ୍ଷା ଦେଇଥାଏ। ଯଦି ଜୀବନରେ ବୋଝ ହୋଇଯିବ ତ ନିଜ ଲୋକ ହିଁ ତଳେ ପକାଇ ଦେବେ। ଆପଣ କେତେ ବି ଭଲ ହୁଅନ୍ତୁ ନା କାହିଁକି, ଯଦି ଖରାପ ଜାଗାରେ ରହିବେ ତ ଆପଣଙ୍କର ମୂଲ୍ୟ ଧୂଳି ସହିତ ସମାନ ହୋଇଯିବ। କଟୁ ଲାଗିପାରେ ଭାଇମାନେ କିନ୍ତୁ କଥାଟି ସତ। ଯେବେ ମନ ଅନ୍ୟ କୁଆଡ଼େ ଲାଗିଯାଇଥାଏ ତେବେ ପ୍ରଥମ ଭାଲାକୁ ବ୍ଲକ୍ କରାଯାଇଥାଏ। ସମୁଦ୍ରରେ କେତେ ବି ଚିନି ପକାଇବ ତାହା
କେବେ ମିଟା ହୋଇପାରିବ ନାହିଁ। ଠିକ୍ ସେହିପରି ସ୍ୱାର୍ଥପର ଲୋକଙ୍କୁ କେତେ ବି ନିଜର କରିନିଅ, ସିଏ କେବେ ବି ନିଜର ହୋଇପାରିବ ନାହିଁ। ସାପ ଯଦି ଘରେ ଦେଖାଯାଏ, ଲୋକ ବାଡ଼ିରେ ବାଡ଼ାଇଥାନ୍ତି, କିନ୍ତୁ ଶିବଲିଙ୍ଗ ଉପରେ ଦେଖାଦେଲେ ସମ୍ମାନ କରିଥାନ୍ତି। ଲୋକ ସମ୍ମାନ ଆପଣଙ୍କର ନୁହେଁ, ଆପଣଙ୍କ ସ୍ଥିତି ଆଉ ସ୍ଥାନର କରିଥାନ୍ତି। ହସ ଆଉ ନୀରବତା ଏହି ଦୁଇଟି ଯାକର ବ୍ୟବହାର କରନ୍ତୁ। ମନରକ୍ଷା କବଚ ସହ ସ୍ୱାଗତର ଦ୍ୱାର ଅଟେ। ଶ୍ରୀକୃଷ୍ଣ କୁହନ୍ତି, ସଚ୍ଚା ପ୍ରେମର ପ୍ରତୀକ ହେଉଛି ଅପେକ୍ଷା କରିବା। ଯିଏ ଅପେକ୍ଷା କରିପାରିବ ସିଏ ସାରା ଜୀବନ ଭଲ ପାଇପାରିବ। ଜୀବନର ଉଦାହରଣ ଆମେ ଲୁଡୁରୁ ବି ବୁଝିପାରିବା। ଆଶା ସବୁବେଳେ ଚୋର ହୋଇଥାଏ, କିନ୍ତୁ ଗୋଟିଏ ଆସିଲେ ଚଲାଇବାକୁ ପଡ଼ିଥାଏ। ମୋର ଯଦି ଏହି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସପୋର୍ଟ କରିବେ। ଜୟ ଜଗନ୍ନାଥ। ରହୁଛି। ନମସ୍କାର।